ନାଇଁ କିଏ ଯିବେ, ଆସନ୍ତୁ 10 ଜଣ ବି ଆସନ୍ତୁ, 20 ଜଣ ବି ଆସନ୍ତୁ। ଥରେ ଭୁବନେଶ୍ୱରରେ ଗୋଟେ ଚର୍ଚ୍ଚକୁ ଯାଇଥିଲି। ନାମ କଣ ମାନେ ଚର୍ଚ୍ଚର ବାର୍ଷିକ ଆନିଭର୍ସରୀ। ଚର୍ଚ୍ଚର ଆନିଭର୍ସରୀ ବୋଲଲେ ଆମର ମାଇଣ୍ଡରେ କଣ ଥିବ? ଡେଫିନେଟ ଆନିଭର୍ସରୀ ବୋଲଲେ କମ ଥିବ କି ଭିଡ, ମାନେ ଚର୍ଚ୍ଚରେ ଯେତିକି ମେମ୍ବର ଅଛନ୍ତି ସମସ୍ତେ ହାଜର ହେବେ କି ନାଇଁ? ନା, ସେ ଚର୍ଚ୍ଚର ଆନିଭର୍ସରୀକୁ ବେଶୀ ହେଲେ ଗୋଟେ 40 50 50 ଜଣ ଆସିଥିଲେ, ଗୋଟେ ଗାଁର ଗୋଟେ ଚର୍ଚ୍ଚ। ସେ ଚର୍ଚ୍ଚର ସାଇଜ ଦେଖିଲେ ଜଣା ପଡିଯାଉଛି କମ ସେ କମ 100 150 200 ଲୋକ ଥିବେ। ନା, 30 40 ଲୋକ ଆସିଥିଲେ। ଠିକ ହେ, ମୁଁ ଦେଖିଲି ଠିକ ଅଛି ବୋଲି। ମୁଁ କହିଲି, ମୁଁ ଭାବିଲି ତମର ଚର୍ଚ୍ଚର ଆନିଭର୍ସରୀର ମୂଲ୍ୟ ତମର ଦୃଷ୍ଟିରେ ହିଁ ତାର ମୂଲ୍ୟ ନାହିଁ। ଆପଣଙ୍କର ଚର୍ଚ୍ଚ ବହୁତ ଜଣଙ୍କର ଗୋଟେ ଚର୍ଚ୍ଚର ସଭା ଥିବ, ସେ ଚର୍ଚ୍ଚର ମେମ୍ବର ହିଁ ଯିବେ ନାହିଁ। ମାନେ ଆପଣ ନିଜର ଚର୍ଚ୍ଚର ଗୋଟେ ସଭା ପାଇଁ ସେମାନେ ନିଜେ ଯାଉନାହାନ୍ତି, ମାନେ ଆପଣ ନିଜର ଚର୍ଚ୍ଚର ପ୍ରତି ମଧ୍ୟ ରେସପେକ୍ଟ ନେଇ କେତେ ଜଣଙ୍କୁ ଆରେ ଆମର ଚର୍ଚ୍ଚର ମିଟିଂ ଆମେ ଯିବା କଥା, ଆମେ ନ ଗଲେ ପଡିଶା ଲୋକ ଯିବ କି ବୋଲି ଭାବିକି ଯିବେ। ନା ନା ନା, ଚାଲୁଥିବ ଆମର ଚର୍ଚ୍ଚରେ। ସେ 40 ଜଣକୁ ବି ବାକି କହିଲେ, ସେ 20 ଜଣକୁ ବି ବାକି କହିଲେ। ହଁ, ସେ ବୋଝରେ କହିଲେ ଆଜ୍ଞା ଲେଡିଜ ମାନେ ଆସିବେ, ମା ଭଉଣୀ ମାନେ ଆସିବେ, ଟିକେ ବୁଝାଇବେ କିଛି ବାକି କହିବେ ବୋଲ, ଠିକ ଅଛି ବୋଲ। ଦେଖିଲା ବେଳକୁ 9 10 11 12 ଲୋକ, 12 ଜଣ ସିଷ୍ଟର୍ସ ଆସିଲେ। ଚର୍ଚ୍ଚ ଦେଖିଲେ, ସେ ବେଞ୍ଚ ଫେଞ୍ଚ ଦେଖିଲେ, ଏତେ ଲୋକ ଗୋଟେ ଗୋଟେ ଫିଙ୍ଗି ଦେଲା ପରେ କାହିଁକି ବସେଇବେ, ମୁଁ କହିଲେ ଆଗକୁ ଆସନ୍ତୁ ବୋଲି କହିକି ତଳେ ସେ ବେଦି ତଳେ ଦରି ଉପରେ ସେମାନଙ୍କୁ ବସେଇକି ତଳେ ବସେଇକି ରାଉଣ୍ଡ କରିକି ହାଫ ସର୍କଲ କରିକି ମୁଁ ବି ତଳେ ବସିକି ବାକି କହିଲି। ମୁଁ କହେ 10 ଜଣଙ୍କୁ ବି କହେ, 12 ଜଣଙ୍କୁ ବି କହୁଥିଲେ। ଆଉ ଭଲ କାନ୍ଦିକି ପ୍ରାର୍ଥନା କଲେ ମା ମାନେ ମଧ୍ୟ। ମୁଁ ଜାଣେ ପ୍ରଭୁଙ୍କର ଆଗମନ ଉଠାଯିବ ମଣ୍ଡଳୀ ବହୁତ କ୍ଷୁଦ୍ରତମ, ଅଳ୍ପ ଅଳ୍ପ ମନୋନୀତ ଆଜ୍ଞା। ମୋର ଲକ୍ଷ୍ୟ ବଡ ସଭା ନୁହେଁ, ମୋର ଲକ୍ଷ୍ୟ 10,000 ଲୋକ ନୁହେଁ, ମୋର ଲକ୍ଷ୍ୟ ପାମ୍ପଲେଟ ପୋଷ୍ଟର କଟଆଉଟ ବ୍ୟାନର ନୁହେଁ। ମୋର ଲକ୍ଷ୍ୟ କେତେ ବଡ ଚର୍ଚ୍ଚ ଭିତରେ ଅଳ୍ପ ଜଣ ଯେଉଁମାନେ ଅଛନ୍ତି ଆଗମନ ପାଇଁ ପ୍ରସ୍ତୁତ ଦେବା ପାଇଁ, ଯେଉଁମାନଙ୍କୁ ପ୍ରଭୁ ମନୋନୀତ କରୁଛନ୍ତି, ସେମାନଙ୍କ ପର୍ଯ୍ୟନ୍ତ ବାକ୍ୟକୁ ପହଞ୍ଚାଇବାର ଦାୟିତ୍ୱ ମୋର। ସେମାନେ ମିସ୍ ନ ହୁଅନ୍ତୁ। ସବୁ ତ ଯିବେନି ଜାଣିଛି। ଚର୍ଚ୍ଚ ଦେଖିଲେ 500